ଦେଖନ୍ତୁ କୋରାପୁଟ ଜିଲ୍ଲାର ବନ୍ଧୁଗାଁ ବ୍ଲକରେ ଏକ ଅଭାବନୀୟ ଘଟଣା ଘଟିଯାଇଛି ଗତ 7 ତାରିଖ ଦିନ ଆଉ କାଲି ଆମର ବିଜୁ ଜନତା ଦଳର ଏକ ମହିଳା ଟିମ୍ ଏବଂ ଆମେ ପୂର୍ବତନ ବିଧାୟକ ପୂର୍ବତନ ସାଂସଦ ଜିଲ୍ଲା ସଭାପତି ସମସ୍ତେ ମିଶିକି ଆମେ ସେ ଗାଁକୁ ଯାଇଥିଲୁ। ଗଲା ପରେ ଜାଣିପାରିଲୁ ଯେ ପ୍ରକୃତରେ ଏକ 6 ବର୍ଷର ଝିଅକୁ ସେଠି ଦୁଷ୍କର୍ମ ଘଟଣା ଘଟିଛି। ତା ଉପରେ ଆମେ ବେଶୀ ଆମ ଦଳ ତରଫରୁ ଆମେ ଦୁଃଖିତ। ତେଣୁ ଆଜି ଆମେ ଏସପି ଙ୍କୁ ଆସି ଦେଖା କଲୁ। ଏସପି ଙ୍କୁ ଆମେ ଦାବି କରିଛୁ ସେ ଝିଅର ସ୍ୱାସ୍ଥ୍ୟ ଶିକ୍ଷା ଆଉ ତାର ଆର୍ଥିକ ସୁବିଧା କେମିତି କରାଯାଉ ସରକାର ତରଫରୁ ତାଙ୍କୁ ଦିଆଯାଉ। ଆଉ ଏସପି ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ତାର ଶିକ୍ଷା ଉପରେ ଗୁରୁତ୍ୱ ଦିଆଯିବ, ତାର ଆର୍ଥିକ ସାହାଯ୍ୟ ମଧ୍ୟ କରାଯିବ, ତାକୁ ତାର ସବୁ କ୍ଷେତ୍ରରେ ମଧ୍ୟ ତାକୁ ସାହାଯ୍ୟ କରିବା ପାଇଁ ବିଶ୍ୱାସ ଅଛି। ଆଗାମୀ ଦିନରେ ମଧ୍ୟ ଏସପି କିଛି କାମ କରିଛନ୍ତି। ତେଣୁକରି ମୁଁ ତାଙ୍କ କଥାକୁ ବିଶ୍ୱାସ କରୁଛି ଯେ ସରକାରଠୁ ଆମେ ଡିମାଣ୍ଡ କରୁଛୁ ଆହୁରି ଏମିତି ଆଗକୁ ନ ହଉ, ଯଦି ହେବ ତାହେଲେ ନିଶ୍ଚିତ ଭାବେ ଆମେ ଦଳ ତରଫରୁ ରାସ୍ତାଘାଟ ଚକା ଜାମ୍ କରିବା ପାଇଁ ଚେଷ୍ଟା କରିବୁ। ଦେଖନ୍ତୁ ଆଜି ଆମେ କୋରାପୁଟ ଏସପିଙ୍କ ପାଖକୁ ଆସିଲୁ ଗୋଟେ ମେମୋରାଣ୍ଡum ଦେବା ପାଇଁ। ଯୋଉ ଘଟଣା କି ଗତକାଲି ଆମେ ଫିଲ୍ଡକୁ ଯାଇଥିଲୁ ବନ୍ଧୁଗାଁ ବ୍ଲକର ଗୋଟେ ସାନ ମାଥୁର ଗାଁରେ ଗୋଟେ ଛୋଟିଆ ଝିଅ ନାବାଳିକା ଝିଅ ସାଙ୍ଗରେ ଗୋଟେ ଦୁଷ୍କର୍ମ ହେଇଛି, ଯୋଉଟା ଅତି ନିନ୍ଦନୀୟ ଘଟଣା। ଯୋଉ ସରକାର ଆଜି ବର୍ଷେ ପୂର୍ତ୍ତି କଲା କିଛି ଦିନ ପୂର୍ବରୁ, ଯୋଉଟା ନାରୀ ସୁରକ୍ଷା ଏବଂ ବେଟି ବଚାଓ ବେଟି ପଢାଓ କଥା କହିକି ଆଜି ଏଇଠି ନାରୀ ସୁରକ୍ଷା ନୁହନ୍ତି କିମ୍ବା ଶିଶୁ ମଧ୍ୟ ସୁରକ୍ଷା ନୁହନ୍ତି। ତେଣୁ ସେଇ ଉଦ୍ଦେଶ୍ୟରେ ଆମେ କାଲି ଫିଲ୍ଡ ଯାଇଥିଲୁ ଏବଂ ଆଜି ଆସିକି ଏସପିଙ୍କୁ ମଧ୍ୟ ଦେଇଛୁ କେମିତି ଏଇଠି ନାରୀ ସୁରକ୍ଷିତ ନୁହନ୍ତି, ଅସୁରକ୍ଷିତ ଅଛନ୍ତି ଏବଂ ଆଇନ ଶୃଙ୍ଖଳା ଭୁଷୁଡି ଗଲାଣି ଏ ରାଜ୍ୟରେ। ଏବଂ ବିଶେଷ ଭାବରେ ଯୋଉ ଆଶାଟା ଲୋକଙ୍କର ଥିଲା କି ଗୋଟିଏ ଆଦିବାସୀ ମୁଖ୍ୟମନ୍ତ୍ରୀ ହେଲେ ଆଦିବାସୀ ମାନଙ୍କର ସୁରକ୍ଷା ହବ, ଏଇଟା କୋରାପୁଟ ଜିଲ୍ଲାଟା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ, ଯୋଉଠି ଛୋଟ ଛୋଟ ଛୁଆ ମାନଙ୍କୁ ଏବଂ ଶିଶୁ ମାନଙ୍କୁ ନାବାଳିକା ମାନଙ୍କୁ ଦୁଷ୍କର୍ମ କରାହଉଛି। ଏଠି ସରକାର ପୁରା ବିଫଳ ହେଇଛନ୍ତି ସୁଶାସନ ଦେବାରେ ଏବଂ ନାରୀ ସୁରକ୍ଷା ଦେବାରେ। ଯୋଉଟା ବିଗତ ସରକାର ଆମର ପ୍ରିୟ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସଦା ସର୍ବଦା ନାରୀ ମାନଙ୍କର ସୁରକ୍ଷା ଏବଂ ସଶକ୍ତ କଥା କହୁଥିଲେ ଏବଂ କରୁଥିଲେ ମଧ୍ୟ। ସେଇ ଉଦ୍ଦେଶ୍ୟରେ ଆମକୁ ସେଠି ପଠେଇଥିଲେ ଗୋଟେ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ଯାଇକି ସେଠି ଯାଇଥିଲୁ ଏବଂ ସେଠି ମଧ୍ୟ ବୁଝିଥିଲୁ, ଯୋଉଟା କି ଆଜି ମଧ୍ୟ ଏସପି ସାର୍ଙ୍କୁ ଦେଇଛୁ କେମିତି ଆଗାମୀ ଦିନରେ ସେଭଳିଆ କିଛି ଘଟଣା ନ ଘଟୁ ଏବଂ ନାରୀର ସୁରକ୍ଷା ଏବଂ ଶିଶୁର ସୁରକ୍ଷା କେମିତି ହେଇପାରିବ ସେଇଟାକୁ ଆମେ ଦାବି ରଖିଛୁ। ଏବଂ ଆଗାମୀ ଦିନରେ ଯଦି ଏଭଳିଆ ଘଟଣାଟା ଘଟେ ନିଶ୍ଚିତ ରୂପେ ବିଜୁ ଜନତା ଦଳ କୋରାପୁଟ ନିଶ୍ଚିତ ରୂପେ ପୁଣି ଦାବି କରିବ ଏବଂ ବିରୋଧ କରିବ ଏବଂ ରାଜରାସ୍ତାକୁ ମଧ୍ୟ ଅନୁଭବ। ଆଜି ଆମେ ସମସ୍ତେ ବିଜୁ ଜନତା ଦଳ ତରଫରୁ କୋରାପୁଟ ଏସପି ଙ୍କୁ ମେମୋରାଣ୍ଡum ଦେବାକୁ ଆସିଥିଲୁ। ଗତକାଲି ଆପଣ ମାନେ ଯାଇଥିବେ ବିଜୁ ଜନତା ଦଳର ଗୋଟେ ଫେକ୍ ଫାଇଣ୍ଡିଂ ଟିମ୍ଟା ଯାଇଥିଲା ବନ୍ଧୁ ଗାଁରେ। ସେଠି ଗୋଟେ ଲଜ୍ଜାଜନକର କଥା, ଯୋଉଠି 5.5 ବର୍ଷର ଗୋଟେ ଛୁଆକୁ ଜଣେ ଲୋକ ଦୁଷ୍କର୍ମ କରିଛି। ତେଣୁ ଏ ସରକାର ଆସିଲା ପରେ ଯେପରି ଭାବରେ ରାଜ୍ୟରେ ପାଖାପାଖି ଆମ ଜିଲ୍ଲାରେ ପଟପାଟ, ଜୟପୁର, ଲାମତାପୁର, ଲକ୍ଷ୍ମୀପୁର, ଏବେ ବନ୍ଧୁଗାଁ କ୍ରମାଗତ ଗୋଟିଏ ପରେ ଗୋଟିଏ ଏପରି ଛୋଟ ଛୋଟ ନାବାଳିକା ମାନଙ୍କର ଦୁଷ୍କର୍ମ ହେଉଛି। ଏଠି ନାରୀ ସୁରକ୍ଷାରେ ନାହାନ୍ତି। ତେଣୁ ସାରା ଓଡ଼ିଶାରେ ଯଦି ଆମେ କାଲକୁଲେସନ କରିବା, ପ୍ରତିଦିନ 10 ରୁ 15 ଜଣ ମହିଳା ମାନେ ନିର୍ଯାତିତ ହେଉଛନ୍ତି। ତେଣୁ ଆମେ ମେମୋରାଣ୍ଡum ଦେବୁ, ଏ ସରକାର ନିଶ୍ଚିତ ଭାବରେ ଏ ରାଜ୍ୟକୁ ଶାସନ କରିବାରେ ବିଫଳ ହୋଇଛନ୍ତି। ନାରୀ ସୁରକ୍ଷା କୁହନ୍ତୁ, ଶିଶୁ ସୁରକ୍ଷା କୁହନ୍ତୁ, ବିଭିନ୍ନ କ୍ଷେତ୍ରରେ ବିଫଳ ହୋଇଛନ୍ତି। ତେଣୁ ଆମେ ଦାବି କରୁଛୁ ବିଜୁ ଜନତା ଦଳ କୋରାପୁଟ ତରଫରୁ ଏମାନେ ଶୀଘ୍ର ଇସ୍ତଫା ଦେବା ଆବଶ୍ୟକ ଅଛି। କାରଣ ଏମାନେ କୌଣସି ପ୍ରକାର ଏ ରାଜ୍ୟକୁ ସୁଶାସନ ଦେବାରେ ସକ୍ଷମ ନୁହନ୍ତି।